Hello friends, welcome all of you to our YouTube channel Ejonance. Today's hard work for better tomorrow. Friends, ବହୁତ ଦିନ ଧରି ଆମର ଯେଉଁ ଜେଟିଏସ୍ ବିବାଦ ଲାଗିଥିଲା ତାର ଆପଣଙ୍କର ଆପ୍ଲାଏ ଦିନଠୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହା କମ୍ପ୍ଲିଟ୍ ହୋଇନାହିଁ। କୋଡ୍ ଅଫ୍ କଣ୍ଡକ୍ଟ ଲାଗିସାରିଛି। ଯଦି ବା ଗୋଟିଏ ଓସିବା ତାର ଲିଷ୍ଟ ବାହାର କରିଥିଲା ଷ୍ଟେଟ୍ ମେରିଟ୍ ଲିଷ୍ଟ ତାକୁ କେସ୍ ହେଲା ପରେ ହାଇକୋର୍ଟ ଆପଣଙ୍କର ଖାରଜ କରିଦେଇଥିଲେ ଏବଂ ଏକ ଡିଷ୍ଟ୍ରିକ୍ଟ ୱାଇଜ୍ ନୂଆ କେସ୍ ନୂଆ ଆପଣଙ୍କ ଲିଷ୍ଟ ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏଇଟା ଆପଣଙ୍କର ଜାଣିଛନ୍ତି କି ମାର୍ଚ୍ଚ ଆପଣଙ୍କର 12ରୁ ଆପଣଙ୍କର ଆସିଯାଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଆପଣ ଦେଖିଥିବେ କି ଓସିପା କୌଣସି ପ୍ରକାର ସେମିତି ଷ୍ଟେପ୍ ନେଇନଥିଲା। ବର୍ତ୍ତମାନ ପାଇଁ ଆମେ ଯାହା ଜାଣିଛନ୍ତି କି ଯେଉଁମାନଙ୍କ କି ଷ୍ଟେଟ୍ ଲେବୁଲ୍ ଯେଉଁମାନେ ଅଛନ୍ତି ସେମାନଙ୍କର ଭାବନା ଯେଉଁମାନେ ପାଇଥିଲେ ସେମାନଙ୍କର ଡିଭି ଯେଉଁମାନେ ଅଲ୍ ଡିଭି ହେଇଯାଇଛି ସେମାନଙ୍କ ପାଇଁ ଗୋଟେ କଥା ଆସିଥିଲା କ'ଣ କି ସେମାନେ ବର୍ତ୍ତମାନ ପାଇଁ ହରଡ଼ଘଣା ଥିଲେ, କାହିଁକିନା ସେମାନଙ୍କ କଥା ବର୍ତ୍ତମାନ ଥିଲା କି ସେମାନେ କ'ଣ କରିବେ। ଯେଉଁମାନେ ସିଲେକ୍ଟ ହେଇଥିଲେ ସେମାନେ ତାଙ୍କ ନୂଆ ଲିଷ୍ଟ ଆସିଲା ପରେ ସେମାନେ ରହିବେ କି ନ ରହିବେ, ଫାର୍ଷ୍ଟ ପ୍ରିଫରେନ୍ସ କେତେ ସେଭ୍, ସେକେଣ୍ଡ ପ୍ରିଫରେନ୍ସ କେତେ ସେଭ୍, ଯେଉଁମାନେ ଫାର୍ଷ୍ଟ ସେକେଣ୍ଡ ଛାଡ଼ି ବାକି ଅନ୍ୟ ଜାଗାରେ ପାଇଛନ୍ତି ସେମାନେ କେତେ ସେଭ୍, ଏସବୁ ବିବାଦ ଲାଗି ରହିଥିଲା। ଏସବୁ ଭାବନାତ୍ମକ ଚିନ୍ତାଧାରା ସବୁ ଚାଲିଥିଲା। ତା ଭିତରେ କେତେ କ'ଣ କେସ୍ ହେଇଛି କ'ଣ ହେଇଛି ଏ ତ ଆପଣମାନେ ଅବଗତ ଥିବେ। ଡିଟେଲ୍ସ ମୁଁ କହିବାକୁ ଚାହୁଁନି କାହା ବିଷୟରେ, ବାସ୍ ଏତିକି ହେଲେ ଆମେ ଜାଣିବା ଥିଲା କି ଓସେପାର ଷ୍ଟାଣ୍ଡ କ'ଣ। କୋଡ୍ ଅଫ୍ କଣ୍ଡକ୍ଟ ଆମର ଲାଗିସାରିଛି, ଏବେ ନିର୍ବାଚନ ସମୟ ଆସୁଛି, ତ ଯେତେ ଦୂର ସମ୍ଭବ ଆମେ ଗୋଟେ ଗେସ୍ କରୁଥିଲେ କି କିଛି ଅଛନ୍ତି ଯେଉଁମାନେ କହୁଥିଲେ କି ଆମର 10, 11, 12 ଭିତରେ ଆପଣଙ୍କର ନ୍ୟୁ ଲିଷ୍ଟ ଆସିଯିବ ଡିଷ୍ଟ୍ରିକ୍ଟ ୱାଇଜ୍। ତ ଏଇଟା କେତେ ଦୂର ସତ କେତେ ଦୂର ମିଛ କି ତାପରେ ମଧ୍ୟ ଆପଣଙ୍କର ଆଉ ଗୋଟେ କେସ୍ ପାଇଁ ଆପଣ ଓସେପା ମଧ୍ୟ ନିଜେ କେସ୍ ରିଗାର୍ଡିଂ ଯେଉଁ ଥାର୍ଡ଼ ପାର୍ଟି ହେଇଥିଲା ଏବଂ ସେଇଟା ସେକେଣ୍ଡ ପାର୍ଟି ହେବା ପାଇଁ ସେ ନିଜେ ଚେଞ୍ଜ କରିଥିଲା ନୁହେଁ କି। ତ ଓସେପା କ'ଣ ଜାଣିନଥିଲା କି ସେଇଟା ସେ ପ୍ରଥମରୁ କ'ଣ ପଢ଼ିନଥିଲା କି, ତ ଏତେ ଦିନ ଲେଟ୍ କରିବା କ'ଣ ଦରକାର ଥିଲା, ତ ଏହାର ଆଭିମୁଖ୍ୟ କ'ଣ ଅଛି ଏସବୁ ଡିଟେଲ୍ସ ଆମେ ଆଜି ଦେଖିବା। ତ ଆମେ ଟିକେ ଆନାଲିସିସ୍ କରିବା କ'ଣ ହେଉଛି ଆପଣଙ୍କର ନ୍ୟୁଜ୍। ଜେଟିଏସ୍ରେ ଏବେ ନୂଆ ମୋଡ଼, ଓସେପା ଯାଉଛି କି ଡବଲ୍ ବେଞ୍ଚ, କେବେ ସରିବ ନିଯୁକ୍ତି, ନିର୍ବାଚନ ପୂର୍ବରୁ ଆସିବ କି ନିଯୁକ୍ତି। ଦେଖନ୍ତୁ ଏବେ ନୂଆ ମୋଡ଼ ଅଛି। କେଉଁ ନୂଆ ମୋଡ଼ ଆସିଲା ତ ମୁଁ ପିଡିଏଫ୍ଟା ଆପଣଙ୍କୁ ଦେଖେଇବି, ଯେଉଁଟାକି ଆଜି ହିଁ ଆସିଛି ଯେଉଁଟା ଆପଣଙ୍କ ପାଇଁ। ତ ଓସେପା ଡବଲ୍ ବେଞ୍ଚ ଯାଉଛି କି ଏଇ ରିଲେଟେଡ୍ ମୁଁ ପିଡିଏଫ୍ଟା ଆପଣଙ୍କୁ ଦେଖେଇବି। ତ ଏଇ ଯେଉଁ ନିଯୁକ୍ତି ଅଛି କେବେ ସରିବ ଦେଖନ୍ତୁ, ଆପଣ ତ ସେପ୍ଟେମ୍ବର ମାସ ପାଖରୁ ଆପଣ ଆପ୍ଲାଏ କରିବା ଆରମ୍ଭ କରିଦେଇଥିଲେ। ତା ଭିତରେ ଆପଣଙ୍କର ଯେଉଁ ଏକ୍ଜାମ୍ ହୋଇଥିଲା ଆପଣ କେତେ ଦୂର ଦୂରାନ୍ତରୁ ଯାଇକି ଏକ୍ଜାମ୍ ଦେଇଛନ୍ତି ଏବଂ ସିଲେକ୍ଟ ହୋଇଛନ୍ତି, ପୁଣି ତାହା ବି ହାଇ ମାର୍କ ରଖିକି ଆପଣ ସିଲେକ୍ଟ ହେଇଥିବେ ଯେଉଁମାନେ ହେଇଛନ୍ତି ଷ୍ଟେଟ୍ ଲେବୁଲ୍ରେ। ତ କ'ଣ ହେଇଛି କ'ଣ ଆମେ ତ କେତେ ଆପଣ ଆପଣଙ୍କର ଟ୍ରାନ୍ସପେରେନ୍ସି ଅଛି ଏଇଟା ତ ଆମେ ଜାଣିନାହାନ୍ତି, କିନ୍ତୁ ଆପଣ ଯାହା ବି ହଉ ଗୋଟେ ଲିଷ୍ଟ ଆସିଥିଲା ସେଥିରେ ଯେଉଁମାନେ ବି ଆପଣମାନେ ହାର୍ଡ଼ୱାର୍କ କରିକି ମାନେ ପାଇଛନ୍ତି ସେମାନେ ଡିଭି କରିବା ପାଇଁ ବହୁତ ଦୂର ଦୂରାନ୍ତକୁ ଯାଇଛନ୍ତି, ସ୍ପ୍ରେଡ୍ ହେଇଛନ୍ତି। ତେଣୁକରି କୋଷ୍ଟାଲ ଏରିଆ ପିଲାମାନେ ଯେଉଁମାନେ ଯାଇଛନ୍ତି ପଶ୍ଚିମ ଓଡ଼ିଶାକୁ, ପଶ୍ଚିମ ଓଡ଼ିଶା ପିଲାମାନେ ମଧ୍ୟ ସେମାନେ ଆସିଛନ୍ତି ଇଷ୍ଟର୍ନ ସାଇଡ଼୍କୁ। ତେଣୁ ବହୁତ କିଛି ଏପଟ ସେପଟ ହେଇଛି। ତା ଭିତରେ ମଧ୍ୟ ଆପଣମାନେ ଯାଇକି ନିଜ ନିଜର ପୂରଣ କରୁଛନ୍ତି କ'ଣ ନିଜ ଡିଭି ପୂରଣ କରିଥିଲେ ଏବଂ ତାପରେ ଆପଣଙ୍କର ଆସିଥିଲା କି ଫେବୃଆରୀ 25 ଯେଉଁ ଫେବୃଆରୀ 15ରେ ଆପଣଙ୍କର ଜଏନିଂ ହେବାର ଥିଲା। ତ ସେଇ ଯେଉଁ ଜଏନିଂଟା ଆପଣଙ୍କର ଡିଲେ ହେଲା, କାରଣ ଯେହେତୁ ଆପଣଙ୍କର ଜାନୁଆରୀ 18 ଆଇ ଥିଙ୍କ ତେବେ ଗୋଟେ କେସ୍ ପଡ଼ିଲା ଯେଉଁଟାକି ଆପଣଙ୍କର ଡିଷ୍ଟ ଭର୍ସେସ୍ ଷ୍ଟେଟ୍, ଡିଷ୍ଟ ପ୍ରିଫରେନ୍ସ ଭର୍ସେସ୍ ଷ୍ଟେଟ୍ ମେରିଟ୍ ଲିଷ୍ଟ, ଠିକ୍ ଅଛି କି। ଯେହେତୁ ଡିଷ୍ଟ୍ରିକ୍ଟ ୱାଇଜ୍ ଏଇଟା କାର୍ଡ଼ରେ କହିକି ଆପଣଙ୍କର ହେଲା, ତେଣୁ ଆପଣଙ୍କର ଜାଣିଥିବେ ଚିନ୍ତାମଣି ଭୂୟାଁ ଯିଏକି ତାଙ୍କର ଆଡ଼ଭୋକେଟ୍ ଯିଏକି ଆପଣ ଥିଲେ ସମୀର କୁମାର ଦାସ ମହୋଦୟ, ସେ ତାଙ୍କର କେସ୍ ଲଢ଼ିଥିଲେ ଏବଂ ଏପଟରେ ଆପଣଙ୍କର ଓସିଆ ତରଫରୁ ମାନ୍ୟବର ଆପଣଙ୍କର କିଏ ଥିଲେ ଆଡ଼ଭୋକେଟ୍ ଜେନେରାଲ, ସେ ତାଙ୍କର କେସ୍ ରଖିଥିଲେ, ଯାହାର ଶୁଣାଣି ଆପଣଙ୍କ ଆସିଥିଲା ମାର୍ଚ୍ଚ 12ରେ ନୁହେଁ କି। ତ ମାର୍ଚ୍ଚ 12 ଆସିଥିଲା ଏବଂ ତାର ଲିଖିତ ରୂପ ମଧ୍ୟ ଆସିଥିଲା ଏବଂ ଯାହାର ଫଳସ୍ୱରୂପ ଆପଣ କ'ଣ ହେଇଥିଲା ନା କିଛି ଅସନ୍ତୋଷ ପ୍ରକାଶ ପାଇଥିଲା ଯେଉଁମାନେ ସିଲେକ୍ଟେଡ଼ ହେଇଥିଲେ, କାହିଁକିନା ସେମାନେ ଡିଭି କରିସାରିଥିଲେ। ତ ବର୍ତ୍ତମାନ ପାଇଁ ତାଙ୍କ ଲିଷ୍ଟକୁ ଖାରଜ କରିବା ପାଇଁ ମାନ୍ୟବର ଜଜ୍ ମହାଶୟ ସେ ତାଙ୍କର ନିର୍ଦ୍ଦେଶ ଦେଇଥିଲେ। ତେଣୁକରି ମୋଟାମୋଟି ଭାବେ କହିବାକୁ ଗଲେ ବର୍ତ୍ତମାନ ପାଇଁ ଆପଣଙ୍କର ଖବର ଆସି ପହଞ୍ଚିଛି କ'ଣ ନା ଓସେପା ଯାଉଛି କି ଡବଲ୍ ବେଞ୍ଚ। ତ ନିଯୁକ୍ତି ପ୍ରକ୍ରିୟା ସରିବ କିପରି ଏଇଟା ଆପଣ ତ ବର୍ତ୍ତମାନ ପାଇଁ କହିପାରିବା ନାହିଁ, କାରଣ ଦେଖନ୍ତୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଛି, ତେଣୁ ଆଉ ଲାଗୁନି କୋଡ୍ ଅଫ୍ କଣ୍ଡକ୍ଟ ଭିତରେ ଏସବୁ ପ୍ରକ୍ରିୟା ସମାପ୍ତ ହେଲେ ହେଇପାରିବ। ଯଦିଓ ପ୍ରୋସେସିଂ ଅଛି ହେଇପାରିବ ବୋଲି ମାନେ ଆଇନଗତ ଭାବେ ହେଇପାରିବ, ବଟ୍ ସେଇ ଅନୁସାରେ ଦେଖିବାକୁ ଗଲେ ଏଇଟା ଲାଗୁନି ସେମିତି ହେବ। ନିର୍ବାଚନ ପୂର୍ବରୁ ଆସିବ କି ନିଯୁକ୍ତି, ତ ସେଇଟା ସମ୍ଭାବନା ତ କ୍ଷୀଣ ହେଇଯାଇଛି। କାହିଁକି ଏଇ ପିଡିଏଫ୍ଟି ଦେଖନ୍ତୁ ଇ କୋର୍ଟରୁ ଆଜି ଆସିଛି ଯେଉଁଟାକି ହାଇକୋର୍ଟର ଅଫ୍ ଓଡ଼ିଶାରୁ ଏଇଟା ମିଳିଛି। ଦେଖନ୍ତୁ କେସ୍ ଆପଣଙ୍କର ଏଇଟା ଆପଣଙ୍କର ରହୁଛି, ଦେଖନ୍ତୁ କେସ୍ କୋଡ଼୍ ଆପଣଙ୍କର ଅଛି 21250016 ଯେଟା ଆପଣ ଆସୁଛି
04822024 ठीक अच्छे फिलिंग नंबर गोटे अच्छी आप फिलिंग डेट देखो 9/4/24 दैट मीन्स आज आज ही यहाँ फिलिंग होती CNR नंबर पड़े देखो ODHCO ओडिशा हाइकोर्ट आपंकर 0102426777024 ये देखो ये पिटिशनर किए पड़ते ना स्टेट ऑफ ओडिशा पिटिशनर पढ़ते भर्सेस क्या सहित ना चिंतामणि भूया विषय पढ़ते रेस्पोंडेंट देखो यहाँ आप देखते किस पूर्व आप जो चर्चित थी आपंकर 978 जो केस थी आपंकर सेटार आपंकर थे आप चिंतामणि भूया थे पिटिशनर और स्टेट ऑफ ओडिशा थे आपंकर कौन माने ओसेपा स्टेट ऑफ ओडिशा रेस्पोंडेंट थे तेणु बर्तमान स्थिति बदली जाइए तो बर्तमान देखिए आप स्थिति किपर बदली जाइए तेणु बर्तमान स्टेट ऑफ ओडिशा कि जहाँकि चिंतामणि भूया विरुद्ध में आप कौन कर मैंने जाऊँ मैंने डबल बेंच आम कहीपर ठीक अच्छे यहाँ मैंने यहाँ जना पड़ी कि स्टेट ऑफ ओडिशा डबल बेंच जाऊँगी क्या विरुद्ध में सी जो राय विरुद्ध में तो जेहतु राय विरुद्ध जाऊँगी तेणु चिंतामणि भूया एगेन्स्ट रही तेणु बर्तमान ये असुविधा स्टार्ट क्लीयर कर जो स्टेट मेरिट लिस्ट प्रकाश करता सेटा सी कायम रखिबो कि नहीं तो यहाँ डिटेल्स तो जना पड़ी ना तो जना पड़ो तो तार आभिमुख्य कि डबल बेंच जाइए बर्तमान पर्यटन एति जहाँ जना पड़ी तेणु क्यों विभाग नहीं कौन नहीं सीटा तो आपने गेस करेंगे तेणुक कथा हो कौन ना बर्तमान केस कौन हम ओसेपा तार कौन कर एडवोकेट जनरल पुणी थे लड़े तापर पुनश्च आप अलग भी जानते जो सिलेक्टेड थे कैंडिडेट मैंने से पक्ष रखुंट तेणु बर्तमान यह गोटे निश्चित भाव एक दृढ़ स्टेप रेणु बर्तमान रहा कथा कि बर्तमान निश्चित भाव में आम आशा करवा यथाशीघ्र आपणकर यार शुणी हो जाऊ यथाशीघ्र आपणकर निश्चित भाव में आप फलाफल आसी जाऊ जार फलस्वरूप कौन हम जो आपणकर 20K फिलअप होबार ठीक अच्छे कि 20K तो से 20K फिलअप सहित आपणकर लिस्ट आसो ठीक अच्छे तो किपर आसो कौन आसो यहाँ तो माननीय हाइकोर्ट जनइबे और डबल बेंच शुणी आसो हियरिंग है आप जना पड़ो आसो भर्डिक्ट आसो तो से आम आशा करवा कि यथाशीघ्र यहाँ हो कहीं अलरेडी यहाँ आमकर आप देखो बहुत मानने 6-7 मास हो सारा इतिमध्य जो बहुत पिला सफर होती आउे आप स्टेट ऑफ ओडिशा जी आप सी मतलब कही सारी कि आउरी 10K फिलअप होवार अच्छी तो सहीटा कौ अनुसार आसो ना ये जो चेंजेस आसो रेजुलेसन से अनुसार आसो जब यहाँ डिस्ट्रिक्ट वाइज आसा भी पाखापी डिस्ट्रिक्ट वाइज आसो डिस्ट्रिक्ट गाइड यहाँ आप स्टेट वाइज मेरिट लिस्ट आसूँ स्टेट वाइज मेरिट लिस्ट आसो तो आपने बुझीपे तो मुझे कौन कह चाहूँगी तो आपण मैंने बर्तमान देखूँ कि जब यहाँ स्पीडअप हो जाऊँगी तो सेटा स्पीडअप बाहर नुहत यहाँ लिंगरिंग आप लंग हो निश्चित भाव से आप लंग हम तेणु यू आमको आज खबर देखी कि आपंकर ओसेपा बर्तमान डबल बेंच जाऊँगी तो तार रिजनटा कौन तो रिजनटा आपको आप निजे गेस कर जानीपे कौन रिजन तार ठीक अच्छे तो आशा करी निश्चित भाव में आपको ये विषय आप डिटेल्स बुझीपारे जब किसी भी आपंकर सजेसन अच्छी कि कमेंट अच्छी आप कमेंट सजेसन जनइपारे निश्चित भाव में आम अपेक्षा रही तो नेक्स्ट जहाँ भी किसी आसो नोटिफिकेशन आम आपको जनईदेवु तो थैंक यू थैंक्स फॉर वाचिंग हैव ए नाइस डे।